ଜୟ ଜଗନ୍ନାଥ। ଆଜି ବିଲ ବୁଲିବାକୁ କ'ଣ ଇଚ୍ଛା ହେଲା, ଚାଲିଗଲି। ଦେଖିଲି କିଛି ଗୁରୁମାତା ବିଲରେ ଚରୁଛନ୍ତି। ପାଖକୁ ଅନେଇଲି, ଚାରିଆଡ଼େ କେହି ନାହାନ୍ତି, ଗୁରୁମାତା ଚରୁଛନ୍ତି। ଯାହା ହଉ, ଭଲ କଥା। ପ୍ରକୃତି ସହିତ ଯେମିତି ଭଗବାନ ପଠେଇଛନ୍ତି, ମଣିଷକୁ ପଠେଇଛନ୍ତି, ପଶୁପକ୍ଷୀକି ପଠେଇଛନ୍ତି, ତା ପାଇଁ ମଣିଷକୁ ବଞ୍ଚିବା ପାଇଁ ସବୁ ପ୍ରକାର ରାହା ଭଗବାନ ଯୋଗାଇଛନ୍ତି। କିନ୍ତୁ ଏଠି ମଣିଷ ବିଷର ସାହାରା ନେଉଛି। କିନ୍ତୁ ପ୍ରକୃତ ସତ କଥାଟା ମୁଁ ଆଜି ବିଲରୁ ଜାଣିଲି। ଏତେ ରୋଗାଗ୍ରସ୍ତ କାହିଁକି ମଣିଷ ହେଉଛି? ୟାର କାରଣଟା ହେଉଛି ଆମେ ଆମ ନିଜର ସ୍ୱାର୍ଥ ପାଇଁ ସମାଜକୁ ନଷ୍ଟ କରିଦେଉଛନ୍ତି। ୟାର ବି ଏଇ କଥା କହିବାର କାରଣ ଏଇଠି କୃଷକ ବାରମ୍ବାର ବିଲର କୀଟନାଶକ ସାର ପ୍ରୟୋଗ କରୁଛି, ତାପରେ ବି ବିଲ ଉର୍ବର ହେଉନି। କାହିଁକି ହେଉନି? ଏଇ ଯେଉଁ ମା' ମାନେ 5-7ଟା ମା' ମୋର ଦେଖିଲି, ସେମାନଙ୍କୁ ଡାକିଲି, ମା' ମାନେ କ'ଣ ଏଇ କାହିଁକି ବୟସ ଅଧିକ ହେଲେଣି, ଗୋବର ରୁଣ୍ଡଉଛ, ଇଏ କରିବ କ'ଣ? କାହିଁକି ବୟସ ଅଧିକ ହେଲେଣି ଲୋଭ କରୁଛ? ତମ ପିଲାମାନେ କ'ଣ କରୁଛନ୍ତି? ଗୋଟେ ମା' କହିଲା, ମୋ ପିଲା କଟକରେ କାମ କରୁଛି। ହଉ ମା', ପିଲା ତ କଟକରେ କାମ କରୁଛି, କ'ଣ ପେଟ ଅପୁଷା ହେଉଛି? ଆପଣଙ୍କୁ ଗୋବର ଗୋଟେଇତେ ପଡ଼ୁଛି। ସେ ମାଆଟି କହିଲା, ନା ରେ ପୁଅ, ଆଉ ବସିମି କ'ଣ, ଟିକେ ବୁଲିକି ଏଇ ଜାଳକୁଟା କରୁଛି। ମା', ହଉ ଜାଳକୁଟା କରୁ। ଯେଉଁ ପୁଅଟି ଜନ୍ମ ହେଇଛି, ତା ମାଆକୁ ଗୁରୁ ପାଇଁ ପଠଉଛି, ସେ ସେ ଗୋବର ଟିକେ ଆଣି ସେ ଜାଳୁଛି। କିନ୍ତୁ ସେ ବୁଝିପାରୁନି, ଗୋଟେ କୃଷକକୁ ବାଧ୍ୟ କରିଦେଉଛି, ତା ବିଲରୁ ଗୋବରଟା ନେଇଯିବା ପରେ ବାଧ୍ୟ କରିଦେଉଛି, ସେ ବିଭିନ୍ନ ପ୍ରକାର ସାର ପ୍ରୟୋଗ କରୁଛି। ଏହାଦ୍ୱାରା ସେଇ କୃଷକ ପରିବେଷଣ କରୁଛି ସେଇ ଯେଉଁ ଶସ୍ୟ ବାହାରକୁ ସିଏ ଯେମିତି ଆମକୁ ପ୍ରଦାନ କରୁଛି। ସେ କୃଷକର ଦୋଷ କ'ଣ? ଟିକେ ବସିକି ଟିକେ ଭାବିଲେ ଏ କଥାଟା ମୁଣ୍ଡକୁ ଟିକେ ଗୁଳୁମାଳିଆ କ'ଣ ଲାଗୁଛି। ସେଇ କୃଷକର ଦୋଷଟା କ'ଣ? ଆଚ୍ଛା, ସେଇ ଯେଉଁ ପୁଅଟି ବିଦେଶର ଟଙ୍କା ରୋଜଗାର କରିବା ପାଇଁ ଗଲା, ସିଏ କ'ଣ ଜାଳଟିଏ କରିପାରିବନି? ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କରିଛନ୍ତି। ନହେଲେ ଯୋଜନା ନ କରି ସେ ଯେତେବେଳେ ପରିଶ୍ରମ କରୁଛି, ଜାଳ ଟିକେ କ'ଣ ସିଏ ନିଜେ ଯୋଗାଡ଼ କରିପାରୁନି? ଏହାଦ୍ୱାରା ସେ କୃଷକର କେତେ ବଡ଼ କ୍ଷତି କରୁଛି, ସିଏ ନିଜେ ବୁଝିପାରୁନି। ତା ମାଆକୁ କଷ୍ଟ କରାଉଛି, ଏଇଟା ବଡ଼ କଥା ନୁହଁ। କିନ୍ତୁ ମାଆ ଯେଉଁ ଗୋବରଟେ ନେଇଯାଉଛି, ଯେଉଁ ଗୋବରର ଗୁରୁମାତା ଯାହାକୁ ଆମକୁ ଦଉଛି, ଆମେ ତ କିଛି ଗୁରୁମାତା ପାଇଁ ଦେଉପାରୁନି। ସେ ଗୋବରଟେ ପାରିଲେ ଉର୍ବର ଘାସ ଟିକେ ହବ, ସେ ଗୁରୁମାତା ଖାଇବ। କିନ୍ତୁ ତାର ହକଟାକୁ ଛଡ଼େଇ ନେଉଛି ସେଇ ପୁଅ। ମାଆର କିଛି ଭୁଲ ନାହିଁ। ଶାସ୍ତ୍ର କହିଛି, ଶାସ୍ତ୍ର କ'ଣ କହିଛି? କ'ଣ ସେଇଟା କୁହନ୍ତି, ପୁଅ କୁପୁତ୍ର ହେଇପାରେ, ମା କୁମାତା ନୁହଁ। ଏଇଟା ସତ କଥା। ଏଇ ପୁଅମାନଙ୍କୁ ମୋର କହିବା କଥା ହେଉଛି, ଆପଣମାନେ ଆପଣ ମାଆକୁ ଛାଡ଼ୁଛନ୍ତି ଗୋବର ଗୋଟେଇବା ପାଇଁ। ସେ ଗୋବର ଯେଉଁଠି ଗୋଟଉଛନ୍ତି, ଆପଣ ଜାଣିଛନ୍ତି? ଆପଣମାନଙ୍କ ପାଇଁ ଏ ସମାଜର ସାର ରେଟ୍ ବଢ଼ି ଚାଲିଛି, ଆଉ ଦୁନିଆ ରୋଗ ବୈରାଗର ଶିକାର ହେଉଛି ମଣିଷ। କାହିଁକି? ପ୍ରକୃତି ଆମକୁ ଦେଇଛି ଘାସ, ପ୍ରକୃତିକି ଘାସ ଖାଇବ ଗୁରୁମାତା। ଗୁରୁମାତା ଯେଉଁ ଗୋବର ଟିକେ ଦେବ, ତାକୁ ସେଇ କୃଷକ ସେଇ କାମରେ ଲାଗିବ, ଫେର୍ ସେଇ ପ୍ରକୃତିର ଉଠିବ। ଏହାଦ୍ୱାରା ଆମେ କୀଟନାଶକ ମାରିକି ସମାଜଟାକୁ ଧ୍ୱଂସ ଆଡ଼କୁ ଗତି କରୁଛନ୍ତି। ଟିକେ ସୁଧୁରି ଯାଅ। ଜୟ ଜଗନ୍ନାଥ।